ତେଣୁ ଡାକୁଛି ମୁଁ ହଁ ହଁ କହୁଛି ସୁଗମି ମୋତେ ଧୀରେ ଡାକୁଛି। କେତେ ଜୋର ଡାକୁଛନ୍ତି ଆଇଥର ସନ୍ନି ଗାଧୁଆ ତମେ ପଳେଇ ଆସିବ ସନ୍ନି ଟି ଆଇଥର ଗାଧୁଆ ନା ନା ଆଁ ସନ୍ନି ସବୁ କରେ ଦେଖନ୍ତୁ ଏଇ ଯେଉଁ ବିରି ଯେଉଁ କଞ୍ଚା ବିରି ଯେଉଁ ବହୁତ ଚୋପା ଛଡ଼େଇକି ରଖିଥିଲେ ମୁଁ ଏବେ ବଡ଼ି ପକାଇବାକୁ ନେଉଛି ବହୁତ ଖରା ହେଉଛି ନା ସେଥିଲାଗି ବଡ଼ି ଯୋଡ଼େ ପକାଇଦେବି। ଆଉ ଆପଣମାନେ କମେଣ୍ଟ କରିଥିଲେ ଯେ ମୁଁ ଏ ଭିଡ଼ିଓଟା ଆମେ ଯେଉଁ ଛାଡ଼ିଥିଲୁ ଆପଣମାନେ କମେଣ୍ଟ କରିଛନ୍ତି ଯେ ବିରିରୁ ମାନେ କେତେ ଯେଉଁ ଚୋପାଟା ଛଡ଼େଇବ କେତେ ତେଲ ମରାଯିବ ମାନେ ଦେଖିଲେ ବିରି ନେଇ ଆସିଲେ ତାକୁ ରଗଡ଼ି ଦେବେ ରଗଡ଼ିକି ତା ଦେହରେ 50 ଗ୍ରାମ ତେଲ ଦେଇଦେବେ ରିଫାଇନ୍ ତେଲ ଭଲସେ ଭାବରେ ଘଷିକିରି ତାକୁ ଖରାରେ ଗୋଟେ ଦିନ ଖରାରେ ଶୁଖେଇ ଦିଅନ୍ତୁ। ଗୋଟେ ଦିନ ଖରାରେ ଶୁଖେଇ ଦେଲା ପରେ ସନ୍ଧ୍ୟାବେଳକୁ ଆଣିକି ତାକୁ ହେମଦସ୍ତାରେ ତାକୁ କୁଟିଦେବେ ଆଉ ଆସ୍ତେ ଆସ୍ତେ ହାଲକେଇକି କୁଟିବେ। ଆସ ଆଇସୁ ଆସିଥିଲେ ରହିଗଲେ ହାଲକେଇକିରି ବିରିଟାକୁ ମାନେ ହେମଦସ୍ତା ସହିତ ମାନେ କୁଟିବେ ଅଳ୍ପ ଅଳ୍ପ କି ହାଲକେଇକିରି କୁଟିବେ। ନହେଲେ ଜୋରରେ କୁଟିଲେ ସେ ଗୁଣ୍ଡ ହେଇଯିବ ବିରି। ଦେଖନ୍ତୁ ଏ ବିରି ଗୁଣ୍ଡ ହେଇଛି କି କିଛି ଗୁଣ୍ଡ ହେଇନି। ଗୋଟେ ଦିନ ପୁରା ତେଲ ମାରିକି ଖରାରେ ପୁରା ଥୋଇ ଦିଅନ୍ତୁ। ଖରାରେ ଥୋଇ ଦେଇକି ସନ୍ଧ୍ୟା ବେଳକୁ ତାକୁ ଆଣିକିରି ହେମଦସ୍ତାରେ କୁଟିବେ ହାଲକେଇକିରି ପାଚିଲେ ପୁରା ଆମର ହେଇଯାଉଛି ବିରି ଯେଉଁ ବଡ଼ି ପକେଇକି ବଡ଼ି କରିବ ବଡ଼ି ପକାଯିବ। କ୍ଲିୟର ଆସୁନି ରେ ଆଉ ତମେ ଖରାରେ କାହିଁ ବସିକି ଶୁଖୁଆ ହଉଛ ସେଠି ଆସୁନ ଛାଇକି ଲାଜ ଲାଗୁଛି କଣ ମ ଏ ଲାନ୍ଦଟାକୁ ଗଛ ପଟକୁ ପକେଇ ଦିଅ। ସେ କଣ ଡାକୁଛନ୍ତି ତମକୁ କଣ ଡାକୁଛନ୍ତି ନା ମୁଁ ତମର ଭିଡ଼ିଓ କରୁନି ତାଙ୍କରି ଖାଲି କରୁଛି। ସେ ଶୁଖୁଆ ହଉଥିଲେ ବସିକି ତ ସେଠି ଖରାରେ ଏତେ ବଡ଼ ଖରାରେ ସେ ବସିଛନ୍ତି ଯାଇ ଖରାରେ ଆସିକି ବସିବେ କୋଠି ସେ ପଳେଇଲେ ତାଙ୍କୁ ଲାଜ ଲାଗିଲା। କରିଦେଇ ଯାଇନ୍ତି କେତେବେଳେ ଆଜି ଆଜି କେତେବେଳେ ଗଲେ ନା ଆଜି ଆମର କେତେବେଳେ ଭିଡ଼ିଓ କରିଛନ୍ତି ଆଜି କେତେବେଳେ ଆମର ଭିଡ଼ିଓ କରିଦେଇଛ ମୋର କେତେବେଳେ ଭିଡ଼ିଓ କରିଦେଇଛ ଆଜି ତମେ ହଁ କେତେବେଳେ ଗୋଟେ ଭିଡ଼ିଓ କରିଦେଇଛ ହଁ ଓହୋ କ୍ୟାମେରା ତାହେଲେ ଅନ୍ ଅଛି ହଁ ଦେଖନ୍ତୁ କ୍ୟାମେରା ଅନ୍ ଅଛି ଆସିଲେ ଡର ହେଇଛି ଦେଖି ମଣ୍ଡା ଦେଖି ଆରେ ହଁ ରେ ସତରେ ଏ ତ ପକ୍କା ଚାଲାକି ଅଛନ୍ତି ଆଉ କଣ ଆରେ ହେ ସେ ପକଟା ଅନ୍ କରିକି କ୍ୟାମେରାଟା ପୁରା ଦେଖେଇ ଦେଇଛି ଦେଖେଇକିରି ମମି କଣ କରୁଛୁ? ତେଲ ମରା ହଉଛି ଦେଖନ୍ତୁ ବଡ଼ି ପକେଇ ହବ ଦେଖନ୍ତୁ ଏଇଥିରେ ପଡ଼ିବ ବଡ଼ି ହଁ ଦେଖନ୍ତୁ ମମି ଫେଣିଆ ହଉଛି ଦେଖନ୍ତୁ ଫେଣ ଅଛି ତାପରେ ପାଏ ହବ ଆଉ ମତେ ଠିକ ଶିଖେଇଦେନ ମୁଁ ହେଲେ ପାରିବି ନା ମତେ ଆସିବନି ଆମେ ତୁ କାହାଠୁ ଶିଖିଲୁ
ଧୁଆ ହେଇଗଲା ଏବେ ଗୋଲ ହେଇଯିବ ପଡ଼ିବ ଆଉ ଦେଖନ୍ତୁ ପଡ଼ିଲା ଏବେ ଲୁଣଟା ଟିକେ ବଙ୍କା ଆସିଯିବ। ହଁ ଦେଖନ୍ତୁ ମମ୍ମି ଏବେ ବି ଅଧେ କରିସାରିଲେଣି। ଅଧା ହେଇଗଲାଣି। ହେଇଗଲେ ଏବେ ଏତକ ଆଉ ଥରେ କଲାବେଳକୁ ଆୟୁଷ ବଡ଼ି ପକେଇବ ହେଲା। ପକେଇବି ଆଉ ପକେଇବ ଟି? ହଁ ହଁ ମୁଁ ପକେଇବି ମୋତେ ଆସେନି ତ ତମେ ଶିଖେଇଦେବ ଆଉ ହଉ ଦେଖନ୍ତୁ ମମ୍ମି ଏଠି ବଡ଼ି ପକାଉଛି। ମମ୍ମି ବଡ଼ି ପକାଉଛୁ ହଁ ହେଇଗଲାଣି ଏଇଟା। ସରିଲାଣି। ମୁଁ ଯୋଉ ସେ ଯୋଉ ବିରି ଯୋଉ ଚୋପା ଛଡ଼ିଆ ବିରି ଯୋଉ ହେଇଥିଲା ସେଇଆକୁ ପକଉଥିଲି ପାଣିରେ ବାଟିକି ତାକୁ ଗୋଟେ ଟିଣ ପକେଇଦେବି। ଦେଖନ୍ତୁ କେମିତି ବି ହେଇଛି। ସେଠି ପକେଇବି ମୁଁ ଛାତ ପକେଇବି। ଚାଲ ଏଇଠି ଶୋଇଲ? ହଁ ଏଇଠି ଶୋଇବା ଖରା ହଉଛି। ଉପରେ ଭଲ ଖରା ହଉଛି ସେଠି ତ। ହଁ ଆଜବେଷ୍ଟ ଉପରେ ରଖିଦବ ନା? ହଁ ଥୁଆ ହବ। ହଁ ଦେଖନ୍ତୁ ଆଉ କିଛି ସମୟ ମାନେ 2 ଦିନ ଲାଗିବ ଆଉ ଗୋଟେ ଶୁଖିବାକୁ। ଟିଣ ଅଛି ପରା। ହେଇ ଏ ଯୋଉ ଖରା ହଉଛି ଶୁଖିଯିବ। ଏଠି ବି ଆଉ ଗୋଟେ ଶୁଖିବା ଅଛି। ସେଇଟା ଶୁଖିଗଲାଣି। ତେଲ ମମ୍ମି କ'ଣ କହୁଛି? ନେବି ବା ଦେଖନ୍ତୁ ଏବେ ସରିଲେ ଆଉ ଅଳ୍ପ ଅଛି ନା ସରିଗଲା ସରି ହଁ ତ ଭଲ ଖରା ବି ଗଡ଼ିଜୋରେ ହଉଛି। ହେଇଗଲା ଏବେ ପ୍ରସ୍ତୁତି। ପାଦ ହଁ